ମୋ ସିନ୍ଦୁରର ଅଧିକାର ଧାରାବାହିକରେ ଆପଣମାନେ ଦେଖିବେ ଅମ୍ବିକା କହିବେ, ନାତାଶା କୋଉଠି ଅଛୁ? ବାହାରକୁ ଆସ, ମୁଁ ତୋ ସହିତ କଥା ହେବାକୁ ଚାହୁଁଛି। ଏପଟେ ନାତାଶା କହିବେ, ଫାଇନାଲି ସେ ମୁକ୍ତି ଆସି ପହଞ୍ଚିଗଲା। ମୁଁ ଜାଣିଥିଲି ସେ ନିଶ୍ଚୟ ଏଠିକି ଆସିବ। ଆରେ ସେ ତା ସାଙ୍ଗ ପାଇଁ ଏବେ ଛଟପଟ ହେଉଛି, ତାହେଲେ ଏଠିକି ଆସିନଥାନ୍ତା କେମିତି? ଜୟ, ତମର ଆଉ ରିଧିର ମ୍ୟାରେଜ ହଉ ହଉ ମୁଁ ତମକୁ ମୋ ପ୍ରପର୍ଟିର ଅଧା ଦେଇଦେବି, ଆଉ ସେଇଟା ତମ ପାଇଁ ଗିଫ୍ଟ ରହିବ, ଆଉ ଅଧା ମୋର। ଜୟ କହିବେ, ନାତାଶା ତମେ ମତେ ଏ କଥା ଆଗରୁ କହିଲାନି, ମୁଁ ତ ବହୁତ ଆଗରୁ ରିଧିକୁ ମ୍ୟାରେଜ କରିଦେଇଥାନ୍ତି। ନାତାଶା କହିବେ, ମତେ ଏବେ ବହୁତ ଶାନ୍ତି ଲାଗୁଛି ମୁକ୍ତିର ଭଏସରେ ସେ ଯନ୍ତ୍ରଣା ଶୁଣିକି। ଭାବ, ଯଦି ତା ଭଏସରେ ଏତେ ଯନ୍ତ୍ରଣା ଭରିକି ରହିଛି, ତାହେଲେ ତା ମନ ଭିତରଟା କେତେ କଷ୍ଟ ପାଉଥିବ, ଛଟପଟ ହଉଥିବ। ଆଉ ମୁଁ ତ ବସ୍ ସେଇଆ ହିଁ ଚାହୁଁଥିଲି। ଆଉ ଏବେ ସେ ମୁକ୍ତିକୁ ମୋ କବଳରୁ କେହି ବି ବଞ୍ଚେଇ ପାରିବେନି। ଏବେ ଦେଖ ସେ ରିଧିକୁ ୟୁଜ କରିକି ସେ ମୁକ୍ତି ପାଖରୁ ମୁଁ କେମିତି ପ୍ରତିଶୋଧ ନଉଛି। ସେ ମୋ ସହିତ ଯାହା କରିଛି ତାକୁ ମୁଁ ଏତେ ସହଜରେ ଛାଡ଼ି ପାରିବିନି। ଶାଲିନୀ କହିବେ, ହେଲେ ନାତାଶା ଏବେ ଆମକୁ ତଳକୁ ଯାଇକି ନିଜ ଆଖିରେ ସେ ଅମ୍ବିକାର କଷ୍ଟକୁ ଦେଖିବାକୁ ପଡ଼ିବ। ନାତାଶା କହିବେ, ଏବେ ନୁହଁ, ଆଉ କିଛି ସମୟ ରହିଯାଅ। ତମମାନଙ୍କୁ କ'ଣ ସେ ମୁକ୍ତିର ଏ ଯନ୍ତ୍ରଣାପୂର୍ଣ୍ଣ ଭଏସ ଶୁଣିକି ମଜା ଲାଗୁନି? ଧନଶ୍ରୀ କହିବେ, ବହୁତ ମଜା ଲାଗୁଛି, ହେଲେ ସେ ଅମ୍ବିକା ବହୁତ ଚାଲାକ। ସେ ଯଦି କିଛି ବି ଅଲଗା ଗେମ୍ ଖେଳିବାକୁ ଚେଷ୍ଟା କରେ, ତାହେଲେ ଆମେ କ'ଣ କରିବା? ନାତାଶା କହିବେ, ସେ କିଛି ବି କରିପାରିବନି, କାରଣ ତା ଜୀବନ ଏବେ ମୋ ହାତ ମୁଠାରେ ଅଛି। ଅମ୍ବିକା କହିବେ, ନାତାଶା ତୁ ଏଠିକି ଆସିବୁ ନା ମୁଁ ତୋ ପାଖକୁ ଯିବି? ଏହାପରେ ନାତାଶା ତଳକୁ ଆସିବେ ଆଉ କହିବେ, କୁଲ୍ ଡାଉନ୍ ମିସ୍ ଅମ୍ବିକା। ଆରେ ଅନ୍ୟ ଘରକୁ ଆସି ଏମିତି ଚିଲେଇବାକୁ ତମକୁ ଟିକେ ଖରାପ ଲାଗୁନି? ତମ ଭଏସ ଯଦି ଏଠି କେହି ଶୁଣିନେବେ ନା, ତାହେଲେ ଭାବିବେ ଗୋଟେ ପାଗଳ ଚିଲଉଛି, ଆଉ ତମକୁ ସମସ୍ତେ ମେଣ୍ଟାଲି ଅନଷ୍ଟେବଲ ବୋଲି ଭାବିବେ। ଆଉ ଏମିତି ମେଣ୍ଟାଲି ଅନଷ୍ଟେବଲ ମାନଙ୍କର ଜାଗା କୋଉଠି ତମେ ତ ବେଶ ଭଲ ଭାବରେ ଜାଣିଛ, ମେଣ୍ଟାଲ ଆସାଲିୟମରେ। ଦେ ଆର୍ ନଟ୍ ଫିଟ୍ ଫର୍ ଦ ସୋସାଇଟି। ହେଲେ ତମେ ଏଠି ଏମିତି ରାଗରେ କାହିଁକି ଆସିଛ? ତମର କ'ଣ ହେଇଛି? ଅମ୍ବିକା କହିବେ, ମୁଁ ଏଠି ଜୟ ଆଉ ରିଧିର ମ୍ୟାରେଜ ବନ୍ଦ କରିବାକୁ ଆସିଛି। ନାତାଶା କହିବେ, ବହୁତ ଡେରି କରିଦେଲ ତମେ। ସେ ଦି ଜଣଙ୍କର ମ୍ୟାରେଜ ତ ହବ, ଆଉ ଏନଗେଜମେଣ୍ଟ ବି ସାରିଛି। ଅମ୍ବିକା କହିବେ, ମ୍ୟାରେଜ କେବେ ବି ହବନି, ଆଉ ଏନଗେଜମେଣ୍ଟ ଯଦି ସରିଯାଇଛି ତାହେଲେ ଆଇ ଡୋଣ୍ଟ କେୟାର। ନାତାଶା କହିବେ, ତମେ ଏମିତି ରିଆକ୍ଟ କ'ଣ ପାଇଁ କରୁଛ? ସେ ତମ କମ୍ପାନୀର ଜଣେ ସାମାନ୍ୟ ଏମ୍ପ୍ଲୟି, ତା ପାଇଁ ତମେ ଏତେ ଚିନ୍ତା କ'ଣ ପାଇଁ କରୁଛ? ଆରେ ତା ଭଳି ବହୁତ ଏମ୍ପ୍ଲୟି ତ ତମ ଅଫିସରେ କାମ କରୁଥିବେ ନା, ତମେ କ'ଣ ସମସ୍ତଙ୍କର ମ୍ୟାରେଜ ଫିକ୍ସ କରୁଛ ନା କ'ଣ? ଅମ୍ବିକା କହିବେ, ଜଷ୍ଟ ଶଟ୍ ଅପ୍, ମୋର କେବଳ ରିଧିଟି କାମ ଅଛି। ନାତାଶା କହିବେ, ବଟ୍ ହ୍ୱାଇ? ସେ ତମର କ'ଣ ହେବ? ତମେ କ'ଣ ତା ସାଙ୍ଗ ମୁକ୍ତି କି? ଅମ୍ବିକା କହିବେ, ରିଧି ଜୟକୁ ଡିଜର୍ଭ କରେନି, ତାଠୁ ଭଲ ପୁଅକୁ ଡିଜର୍ଭ କରେ। ଆଉ ଏ ଜୟକୁ ସେ କ'ଣ କେହି ବି ମ୍ୟାରେଜ କରିବେନି। ଆଉ ତା ଜାଗାରେ ଅନ୍ୟ କୌଣସି ବି ଝିଅ ଥିଲେ ନା, ତାହେଲେ ମୁଁ ଠିକ୍ ଏଇଆ ହିଁ କରିଥାନ୍ତି। ନାତାଶା କହିବେ, ଶାଲିନୀ ସେ ନ୍ୟୁଜ ପେପରଟା ଟିକେ ମତେ ଦିଅ। ମିସ୍ ଅମ୍ବିକା, ଲାଗୁଛି ତମେ ଏ ନ୍ୟୁଜ ବୋଧେ ଏ ଯାଏ ଦେଖିନ, ତାହେଲେ ଭଲ ଭାବରେ ନିଜ ଆଖିରେ ଟିକେ ଦେଖିନିଅ। ଏ ଭିଡ଼ିଓ ଏବେ ସବୁଠି ଭାଇରାଲ ହେଉଛି, ଏ ଫୋନରୁ ସେ ଫୋନ ସବୁଠି। ଆଉ ଏ ନ୍ୟୁଜ ଏବେ ପେପରରେ ଛପି ସାରିଛି, ଆଉ ସମସ୍ତେ ୟାକୁ ଦେଖି ସାରିଛନ୍ତି। ଆଉ ଥରେ ଭାବ, ଏ ନ୍ୟୁଜ ଭାଇରାଲ ହେଲା ପରେ ଯଦି ଜୟ ଆଉ ରିଧିର ମ୍ୟାରେଜ ନ ହୁଏ, ତାହେଲେ ରିଧିର କେତେ ବଦନାମୀ ହବ। ତୁ ମତେ ଇଲେକ୍ଟ୍ରିକ ସକ୍ ଦେଇଥିଲୁ ନା ମୁକ୍ତି, ଏବେ ମୋ ସକ୍ କେମିତି ଲାଗିଲା? ୟାକୁ କହନ୍ତି ଜେସାକୁ ତେସା। ଅମ୍ବିକା କହିବେ, ଲାଗୁଛି ଇଲେକ୍ଟ୍ରିକ ସକ୍ ପାଇଲା ପରେ ତୋ ମୁଣ୍ଡଟା ଆହୁରି ବେଶୀ ଖରାପ ହେଇଯାଇଛି। ଆଉ ଏ ମୁକ୍ତି ଦୁନିଆରେ ନାହିଁ ସତ, ହେଲେ ରିଧିର ବସ୍ ଅମ୍ବିକା ଚୌଧୁରୀ ଏବେ ବି ବଞ୍ଚିଛି। ଆଉ ମୁଁ ଥାଉ ଥାଉ କିଏ ଫୋର୍ସ କରିକି ମୋ ସେକ୍ରେଟାରୀର ମ୍ୟାରେଜ କରିପାରିବନି। ତା ଇଚ୍ଛା ବିରୁଦ୍ଧରେ ଏ ମ୍ୟାରେଜ ହେଇପାରିବନି। ସେ ଯଦି ଏ ମ୍ୟାରେଜ କରିବାକୁ ଚାହୁଁନି, ତାହେଲେ ଏ ମ୍ୟାରେଜ ମୁଁ ହବାକୁ ଦେବିନି। ନାତାଶା କହିବେ, ଜୟ ତମେ ଟିକେ ମିସ୍ ଅମ୍ବିକାଙ୍କର ଡାଉଟକୁ କ୍ଲିୟର କରିଦିଅ। ଯାଅ ରିଧିକୁ ସାଙ୍ଗରେ ନେଇକି ଆସ, ସେ ନିଜେ କହୁ ସେ ଏ ମ୍ୟାରେଜ ଫୋର୍ସଫୁଲି କରୁଛି ନା ନିଜ ଇଚ୍ଛାରେ କରୁଛି। ଏହାପରେ ଜୟ ଯାଇ ରିଧିଙ୍କ ପାଖରେ ପହଞ୍ଚିବେ ଆଉ କହିବେ, ରିଧି ମୋ ସହିତ ଚାଲ। ଆଉ ହଁ, ଅମ୍ବିକା ତମକୁ
ପଚାରିବାକୁ ଚାହୁଁଛନ୍ତି କି ତମେ ମୋ ସହିତ ମ୍ୟାରେଜ ଫୋର୍ସଫୁଲି କରୁଛ ନା ନିଜ ଇଚ୍ଛାରେ। କିନ୍ତୁ ଏସବୁ କିଛି ଡିସାଇଡ୍ କରିବା ପୂର୍ବରୁ ଏ ପେପରକୁ ଟିକେ ଭଲ ଭାବରେ ଦେଖିନିଅ। ରାଗିଣୀ ଆସି ସେଠି ପହଞ୍ଚିବେ ଆଉ କହିବେ, ରିଦ୍ଧି ମୁଁ ଆଉ କିଛି ବି ଶୁଣିବାକୁ ଚାହୁଁନି। ଏ ମ୍ୟାରେଜ ଯେମିତି ବି ହେଲେ ହବା ଦରକାର। ତୁ ଏ ମ୍ୟାରେଜ ପାଇଁ ମନା କରିବୁନି। ଏହାପରେ ରିଦ୍ଧି ଯାଇ ଅମ୍ବିକାଙ୍କ ପାଖରେ ପହଞ୍ଚିବେ। ଅମ୍ବିକା କହିବେ, ରିଦ୍ଧି ଏବେ ସମସ୍ତଙ୍କୁ କୁହ ତମେ ଏ ମ୍ୟାରେଜ କରିବାକୁ ଚାହୁଁନ ନା? ତମେ ଏ ଜୟକୁ ନିଜ ଇଚ୍ଛାରେ ବାହା ହେବାକୁ ଚାହୁଁନ। ଆଉ ଏବେ ଏ ସବୁକୁ ଏଇଠି ହିଁ ଶେଷ କର। ରିଦ୍ଧି କହିବେ, ନାଇଁ ମୁଁ ଏ ମ୍ୟାରେଜ ନିଜ ଇଚ୍ଛାରେ କରୁଛି। ନତାଶା କହିବେ, ଏବେ ଶୁଣିନେଲ ନା? ଏବେ ତମେ ଏଠୁ ଚାଲିଯାଅ, କାହିଁକିନା ତମର ଏଠି କିଛି ବି କାମ ନାହିଁ। ଆଉ ହଁ, କାଲି ସନ୍ଧ୍ୟାବେଳେ ଘରକୁ ଆସିଯିବ, କାହିଁକିନା ରିଦ୍ଧି ଆଉ ଜୟର ଅଫିସିଆଲି ଏନଗେଜମେଣ୍ଟ ପାର୍ଟି ମୁଁ ଆରେଞ୍ଜ କରୁଛି। ଆଉ ହଁ, ଇଭିନିଂରେ ହିଁ ଆସିବ। ସକାଳୁ ଆସିକି ଆମ କାମରେ ମୁଣ୍ଡ ଖେଳେଇବନି କି ଆମକୁ ଡିଷ୍ଟର୍ବ କରିବ।